तेणु आमे केतोटी विषय माने देखिबा सेटा मन बुझा पाए साहाय्य करिवो। माथ्यू को जीवा माथ्यू 9 तार 38 लेखा जाउछि एणु आपणा शस्य क्षेत्र को कार्यकारी मान को पठाइबा निमंते शस्य क्षेत्र कर्ता निकट निवेदन कर। तो एठी जीशु ख्रीष्ट कहले अंश तल उपर जदि आम पढ़ू सिठी शस्य सेना प्रचुर कार्यकारी माने अल्प से प्रार्थना कर शस्य क्षेत्र कर्ता निकटरे आउ से कौन करेंगे पठाई देवे। तापर 10 अध्याय 1 पद आम देखुछु इतिमध्य से आपणा 12 शिष्य को निकट को डाकी से अशुचि आत्मा गुड़ाक छड़ाइबा निमंते से ऊपर अधिकार देले पुणी समस्त प्रकार रोग समस्त प्रकार पीड़ा सुस्थ करने निमंते अधिकार देले। से 12 प्रेरितंक नाम एही। तो ये आम देखू 12 शिष्य और 12 प्रेरित कार्यकारी माने अल्प। तो कर्ता को जो प्रार्थना करिवो से कौन करिवे लिखा जाउछि पठाइबे। पठाइ माने प्रेरण करिवे प्रेरित। तो माने एठी देखो 1 आउ 2 पदरे प्रेरित मानकू से अधिकार देले आउ से मानकू 5 पदरे प्रेरण कले। प्रथम से शिष्य थिले आउ से शिष्य मान को प्रेरित कले अधिकार दे से मान को प्रेरण कले। आ से मान को कुआ गला 7 पदरे एटा घोषणा कर। तो ये आम देखुछु ये अंशरे किपरि प्रेरित मान को नियुक्ति देले। मार्क 3 अध्याय को जीवा। मार्क 3 अध्याय 13, 14, 15, 16 एमती देखो 19 पद पर्यंत जे 14 पदरे 12 जन को नियुक्त कले आ से मानकू सांगरे रखिले आ प्रेरण कले। 15 पदरे अधिकार देले। तो ये भी आम कौन देखुछु अधिकार दौरान आठी अधिकार देला परे आम माने देखू कौन लिखाई नहीं से मानकू पठाइले लिखाई नहीं। 6 अध्याय को जीवा। मार्क 6 अध्याय मार्क 6 को देखिबा। सात पद पर से चारिआडे ग्रामे ग्रामे भ्रमण करी शिक्षा देवाक लगिले। इतिमध्य से 12 निकट को डाकी से 2 जन कर प्रेरण करने को आरंभ कले एवं अशुचि आत्मा उपरे से अधिकार देले। ये माने देखो जे से प्रेरण करुछंती अधिकार दौछंती। तापरे आमने देखिबा
30 ପଦରେ ଦେଖ, ପରେ ପ୍ରେରିତ ମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ ଆଉ ସେମାନେ ଯାହା ଯାହା କରିଥିଲେ ଆଉ ଯାହା ଯାହା ଶିକ୍ଷା ଦେଇଥିଲେ ସେଇ ସବୁ ତାଙ୍କୁ ଜଣାଇଲେ। ତ ମାର୍କରେ 3 ଅଧ୍ୟାୟ ଆଉ ଯୋଉ 6 ଅଧ୍ୟାୟ ଉପରଟା ପଢିଲୁ ସେଠି ପ୍ରେରିତ ଲେଖା ହେଇନାହିଁ, କିନ୍ତୁ ପରେ ଲେଖା ହଉଛି ଯେ ମାର୍କ ଲେଖୁଛନ୍ତି ପ୍ରେରିତ ମାନେ ଆସି ସେମାନଙ୍କୁ ରିପୋର୍ଟ ଦେଲେ ବା ବିବରଣ ତାଙ୍କୁ ଜଣାଇଲେ। ଠିକ ସେମିତି ଆମେ ଲୁକକୁ ଯିବା। ଲୁକ ତାର 6 ଅଧ୍ୟାୟ ତାର 12 ପଦ ଦେଖୁଛୁ, ଯୀଶୁ ପ୍ରାର୍ଥନାରେ ରାତ୍ରି ଯାପନ କଲେ। ପୁରା ରାତି ସାରା ସେ ପ୍ରାର୍ଥନା କଲେ। ଆଉ 13 ପଦରେ ପ୍ରଭାତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ମନୋନୀତ କଲେ। ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ। ତ ଏଇଟା ଗୋଟେ ନାମ ବୋଲି ଟିକେ ଆଉଛି। ଏଇ ପ୍ରେରିତ ମାନେ ତଳେ ନାଁ ଦିଆହେଲା ଆଉ ସେମାନେ କ'ଣ କଲେ? କାମ କରିବା ପାଇଁ ଆରମ୍ଭ କଲେ ଆଉ ସେମାନେ କାମ କଲେ। ଅଧ୍ୟାୟ ଲୁକ 9 ଅଧ୍ୟାୟକୁ ଦେଖିବା। ଏବେ 9 ଅଧ୍ୟାୟ ତାର 1 ପଦ, ଇତିମଧ୍ୟରେ ସେ 12 ଡାକି ଏକତ୍ର କରି ସେମାନଙ୍କୁ ସମସ୍ତଙ୍କୁ ଭୂତ ଉପରେ ପୁଣି ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ। ଏଠି ଲୁକ ଆଉ ଗୋଟେ ଏଡ୍ କଲେ, ଶକ୍ତି ଆଉ ଅଧିକାର ଦେଲେ। 2 ପଦରେ ସେମାନଙ୍କୁ ଈଶ୍ୱର ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପ୍ରେରଣ କଲେ। ସେମାନେ କ'ଣ କଲେ? ପଠାଇଲେ ଆଉ ସେମାନେ ସବୁ କାମ କଲେ। ସେମାନେ ଯାଇ କାମ କଲେ ବୋଲି ଲେଖା ହେଇଛି ଆଉ ସେମାନେ ଫେରିଲେ। ତାପରେ ଆମମାନେ ଦେଖିବା ସମସ୍ତେ ଏଇ 9 ଅଧ୍ୟାୟରେ ଆଉ ଗୋଟେ ବିଶେଷ ଘଟଣା ଘଟୁଛି। ଆମେ କ'ଣ ଦେଖୁଛୁ? ଯୀଶୁ ଖ୍ରୀଷ୍ଟ ପ୍ରେରିତ ମାନଙ୍କୁ ମନୋନୀତ କଲେ, ଯାହାକୁ ଇଚ୍ଛା କଲେ ତାକୁ ବାଛିଲେ, ପସନ୍ଦ କଲେ ଆଉ ସେମାନଙ୍କୁ ନିଯୁକ୍ତି ଦେଲେ, ପ୍ରେରିତ ନାମ ଦେଲେ। ସେମାନେ ଡାଇରେକ୍ଟ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛନ୍ତି, ସାଙ୍ଗରେ ରହିବେ। ଏଇଟା ଭଲ ଭାବେ ଆମେ ସବୁ ପଦ ଗୁଡା କାହିଁ ଦେଖୁଛୁ ଯେ କେଉଁମାନେ ପ୍ରେରିତ। ତାପରେ ଆମେ ଦେଖିବା 9 ଅଧ୍ୟାୟରେ ଆମେ ଦେଖିବା 9 ଅଧ୍ୟାୟରେ ତାର 57 ଦେଖିବା। ସେଠି ଲେଖା ଯାଉଛି, ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ ମୁଁ ଆପଣଙ୍କୁ ଅନୁଗମନ କରିବି। ତ 12 ଜଣ ଅଲରେଡି ପ୍ରେରିତ ଅଛନ୍ତି, କିନ୍ତୁ ଜଣେ ଆସି କହୁଛି ରାସ୍ତାରେ ଯେ ଆପଣ ଯୋଉଠି ଯିବେ ମୁଁ ସେଠି ଯିବି। 58 ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗଞ୍ଜିବାର ସ୍ଥାନ ନାହିଁ। ତ ଯୋଉ ସ୍ଥାନକୁ ଯିବେ ସେଇ ସ୍ଥାନକୁ ମୁଁ ଯିବି ସେ କହିଲେ, କିନ୍ତୁ ଯୀଶୁ କହିଲେ ମୋର ସ୍ଥାନ ନାହିଁ କହିଦେଲେ। ସେ ଏଇଟା ଗୋଟେ ବିଷୟ। ସେ ଯୀଶୁଙ୍କ ସହିତ ସ୍ଥାନକୁ ଯିବା ପାଇଁ ଇଚ୍ଛା କରୁଛି, କି ଯୀଶୁ କହିଲେ ମୋର କୌଣସି ସ୍ଥାନ ନାହିଁ। କୋକିଶିଆଳି ମାନେ ଆମେ ଜାଣିଛୁ, କୋକିଶିଆଳି ହେଲା କିଏ? ହେରୋଦ। କୋକିଶିଆଳି ହେଲା ହେରୋଦ କୋକିଶିଆଳି କୁହାଯାଏ। ଆଉ ଆକାଶର ପକ୍ଷୀ କିଏ? ଆମେ ଜାଣିଛୁ ଆକାଶର ପକ୍ଷୀ ହେଲା ଶୈତାନ। ତେଣୁ ଶୈତାନ ପାଇଁ ଜାଗା ଅଛି, ହେରୋଦ ପାଇଁ ଜାଗା ଅଛି। ହେରୋଦ ଗୋଟେ ଜିହୁଦୀ ଲୋକ ନାହିଁ, କିନ୍ତୁ ଜିହୁଦା ପ୍ରଦେଶରେ ଆସି ସେ ସ୍ଥାନ ମାଡ଼ି ବସିଛି। ଶୈତାନ ତ ଆମେ ଜାଣିଛୁ ସେ ଆକାଶ ମଣ୍ଡଳର ଅଧିପତି, ତାକୁ ସବୁ ସ୍ଥାନ ଅଛି, କିନ୍ତୁ ମନୁଷ୍ୟ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ କୌଣସି ସ୍ଥାନ ନାହିଁ। ଯେ ସ୍ୱର୍ଗ ପୃଥିବୀ ତିଆରି କରିଛନ୍ତି ତାଙ୍କର ସ୍ଥାନ ନାହିଁ। ତେଣୁ ତାର ଯୋଉ ଇଚ୍ଛା ଥିଲା ମୁଁ ଅନୁଗମନ କରିବି, ତ ଯୀଶୁ କହିଲେ ମୋର ସ୍ଥାନ ନାହିଁ। ତାପରେ ଆମେ ଦେଖୁ
59 ପୁଣି ସେ ଆଉ ଜଣକୁ କହିଲେ, ସେ ନିଜେ ଆସି କହିଥିଲା, କିନ୍ତୁ ସେକେଣ୍ଡ ଲୋକ ଯୀଶୁ କହୁଛନ୍ତି ମୋର ଅନୁଗମନ କର। କିନ୍ତୁ ସେ କହିଲେ ପ୍ରଥମେ ଯାଇ ମୋର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। ଏଇ ଯୋଉ ପ୍ରଥମେ ବୋଲି ଯୋଉ କୁହାହଉଛି, ପ୍ରେରିତ କୋଉଟା ପ୍ରଥମ ସ୍ଥାନ ଦିଏ ସେଇଟା ଆମେ ଜାଣିବାକୁ ହବ। ଯିଏ ଯଦି ଯୀଶୁଙ୍କର ଅନୁଗମନ କରିବା ପାଇଁ ଚାହୁଁ, ଯେମିତି ପିତର ଅନୁଗମନ କଲେ, ଆନ୍ଦ୍ରିୟ ଅନୁଗମନ କଲେ, ଜହନ କଲେ, ଜାକୁବ କଲେ, ମାଥ୍ୟୁ କଲେ, ଯେଉଁମାନେ ଅନୁଗମନ କଲେ ସେମାନେ ପ୍ରଥମରେ ଅନ୍ୟ କିଛି ସ୍ଥାନ ଦେଇନାହାନ୍ତି, ପ୍ରଥମରେ ତାଙ୍କର କଥା ଶୁଣିଲେ ଆଉ ସେମାନେ ଅନୁଗମନ କଲେ। କିନ୍ତୁ ଏମାନେ ଏଠି ଦେଖୁଛୁ ଜଣେ ଆସି ସ୍ଥାନ ବିଷୟରେ କହୁଛି, ଆଉ ଜଣେ ପ୍ରଥମ ସ୍ଥାନ କୋଉଟା ଦେବା ପାଇଁ ସେ ଇଚ୍ଛା କରୁଛି। ମାତ୍ର ସେ ତାଙ୍କୁ କହିଲେ ମୃତମାନଙ୍କୁ ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ି ଦିଅ, କିନ୍ତୁ ତୁମେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର। ତ ତାର ବାପା ହଉଛି ତାର ପ୍ରାୟୋରିଟି, ପ୍ରାଥମିକ ବିଷୟ ବା ଅଗ୍ରାଧିକାର ସେ ଦଉଛି। କିନ୍ତୁ ଆମେ ଯଦି 60 ଦେଖୁଛୁ, ସେ କହୁଛନ୍ତି ଯେ ବାପା ମରିଗଲେ ସମାଧି ଦେବୁ ପୁଅ ଭାବରେ, କିନ୍ତୁ ଲୋକ ଅଛନ୍ତି ତାଙ୍କୁ ସମାଧି ଦେବା ପାଇଁ। ବାପା ମରିଯିବ ତ ଯେଉଁମାନେ ସମାଧି ଦେବେ ସେମାନେ ମୃତ ଲୋକମାନେ। ତୁ ପ୍ରାୟୋରିଟି ଦେ କ'ଣ? ଈଶ୍ୱରଙ୍କର ଲେଖାଯାଉଛି ରାଜ୍ୟ ପ୍ରଚାର କର। ତ ଈଶ୍ୱର ରାଜ୍ୟକୁ ପ୍ରାଥମିକତା ନ ଦେଇ ସେ ପିତାଙ୍କୁ ପ୍ରାଥମିକତା ଦଉଛି। 61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ ମୁଁ ଆପଣଙ୍କୁ ଅନୁଗମନ କରି, ମାତ୍ର ପ୍ରଥମେ ମୋର ଗୃହରେ ଥିବା ଲୋକମାନଙ୍କର ବିଦାୟ ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ। ଯୀଶୁ ତାଙ୍କୁ କହିଲେ ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ ସେ ଈଶ୍ୱର ରାଜ୍ୟର ଯୋଗ୍ୟ ନୁହେଁ। ତ ଏଇ ଯୋଉ ଆମେ ଦେଖୁଛୁ 3ଟି ଘଟଣା, ଆକୁ ଆମେ ତ ବର୍ଣ୍ଣନା କରିବା ନାହିଁ। ଏ ମୋର କହିବା ହେଲା ଯେ ଯୀଶୁ ଲୁକ 6 ଅଧ୍ୟାୟରେ ରାତ୍ରି ଯାପନ କଲେ, ପ୍ରେରିତମାନଙ୍କୁ ମନୋନୀତ କଲେ, 9 ଅଧ୍ୟାୟରେ ପ୍ରେରଣ କଲେ, ଆହୁରି କାମ ବେଶୀ ଅଛି। ସେ 12 ଜଣଙ୍କୁ କଲା ପରେ ମଧ୍ୟ ଆହୁରି ବେଶୀ ଅଛି। ତ କିଛି ଲୋକ ଯୀଶୁଙ୍କର ଅନୁଗମନ କରିବା ପାଇଁ ଆସୁଛନ୍ତି, ଯୀଶୁ କାହା କହୁଛନ୍ତି। ତ ଏଇ ଯୋଉ 3ଟା ଘଟଣା ଦ୍ୱାରା ଆମେ ଜାଣିପାରୁଛୁ ପିତର, ଜହନ, ଜାକୁବ ସେମାନଙ୍କୁ ଡାକିବା ସମୟରେ ସେମାନେ ସବୁ ପରିତ୍ୟାଗ କରି ଆସିଥିଲେ, ଏମାନେ କିଛି କରିପାରୁନାହାନ୍ତି। ତ ପ୍ରେରିତ ଆମେ ଦେଖୁ ଯୋଉ ସମୟରେ ଡକାଯିବ ସେଇ ସମୟରେ ସବୁ ବିଷୟ ପରିତ୍ୟାଗ କରି ସେ ଆସିବ। ତ ଏବେ 10 ଅଧ୍ୟାୟକୁ ଯିବା। ଏଥି ଉତ୍ତାରେ ପ୍ରଭୁ ଆଉ 70 ଜଣକୁ ନିଯୁକ୍ତ କଲେ। 12 ଜଣ କରିଥିଲେ, ଏବେ ଆହୁରି 70 ଜଣକୁ କଲେ। ମାନେ ଏମିତି ଲୋକମାନେ ଆସିଲେ, ଆମେ 3ଟା ଉଦାହରଣ ଦେଖିଲୁ, କିନ୍ତୁ ବହୁତ ଲୋକ ଆସିଲେ। ସେ ଭିତରୁ ପ୍ରଭୁ 70 ଜଣ କ'ଣ କଲେ? ନିଯୁକ୍ତ କଲେ। କିନ୍ତୁ ସେମାନେ ପ୍ରେରିତ ନୁହନ୍ତି, ଏଇଟା ମନେ ରଖିଥିବ। ନିଜେ ଯେଉଁ ନଗର ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେଇ ସ୍ଥାନକୁ 2 ଜଣ କରି ସେମାନଙ୍କୁ ଆପଣା ଆଗେ ଆଗେ ପ୍ରେରଣ କଲେ। ପୁଣି ସେ କହିଲେ ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀ ମାନେ ଅଳ୍ପ। ଆପଣା ଶସ୍ୟ କ୍ଷେତ୍ର କାର୍ଯ୍ୟ ପଠାଇଦେବା ନିମନ୍ତେ ଶସ୍ୟ କ୍ଷେତ୍ର କର୍ତ୍ତା ନିକଟରେ ନିବେଦନ କର। 3 ତୁମମାନେ ଯାଅ। ଆଉ ସେମାନେ ଗଲେ। ଆଉ 17 ପଦରେ ଲେଖାଯାଉଛି 10-17ରେ ଏଥି ଉତ୍ତାରେ ସେଇ 70 ଜଣ ବାହୁଡ଼ି ଆସି ଆନନ୍ଦରେ କହିଲେ, ପ୍ରଭୁ ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମମାନଙ୍କର ବଶୀଭୂତ ଅଟନ୍ତି। ତ ଏମାନେ ଆସି ରିପୋର୍ଟ କ'ଣ ଦେଲେ? ଭୂତ କେମିତି ଛାଡ଼ୁଛି, ଆମେ କେମିତି ସବୁ କରୁଛୁ। 19 ପଦରେ ସେ କହିଲେ ମୁଁ ତୁମମାନଙ୍କୁ ସାପ ବିଛା ଉପରେ ଚାଲିବା କ୍ଷମତା ଦେଇଅଛି, ପୁଣି ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଛି, ଆହୁରି କିଛି କୌଣସି ପ୍ରକାର ତୁମମାନଙ୍କର କ୍ଷତି କରିବ ନାହିଁ। ଏଇଟା ସେମାନେ ଜାଣିଲେ, ଆଉ ପ୍ରଭୁ ଏଇଟା କଲେ। କିନ୍ତୁ ଏଇ ଯୋଉ ଶିଷ୍ୟ 70 ଜଣ ଆମେ ଦେଖୁଛୁ, ଏଇଠି ଯଦି ଦେଖୁ ସେମାନେ କୁହାଯାଉଛି ତଥାପି ଆତ୍ମା ମାନେ ଯେ ତୁମମାନଙ୍କର ବଶୀଭୂତ ଅଟନ୍ତି ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି ଏଥିରେ ଆନନ୍ଦ କର। ତ 20 ପଦରେ ଆମେ କ'ଣ ଦେଖୁଛୁ?
से माने आनंदित हेले आ कहले जे आपणकर नाम रे सब किछि हो जाउची माने माने भल चलछि हमर काम भल चलछि आमे सक्सेसफुल हे गलु किछि विफल हेई नाही तो काम को से माने प्रायोरिटी दउथिले किंतु से कहले कोन एथिरे आनंद कर तो स्वर्ग रे नाम लेखा हबा आ पृथ्वीर काम ए दुईटा को तुलना कले कोउटा को प्रायोरिटी दिया जीवो कोउटा प्रायोरिटी से माने दउछंती अग्राधिकार कोउटा दउछंती तो आमे आउरी एति देखि ए करबा जे ए जिते सब पद देखिलु ए पद अनुसार प्रेरित किए 12 जन प्रेरित किए जाको अधिकार दिया जाए क्षमता दिया जाए शक्ति दिया जाए से माने प्रेरित आ से माने कोन आमे तीनटा दल को देखिलु आ 3 जन को देखिलु जे से माने हेई पार नाहंती किंतु से भितरु अनेक लोक आसिले से मान को 70 जन से बाछिले आ से मान को भितरु आमे जहन 6 अध्याय को जीवा जहन 6 अध्याय 59 रु जहन 6 अध्याय 59 रु से कफरनाम रो गोटे समाज गृह शिक्षा दउथिबा समय ए सब कथा कहिले अतएव तांको शिष्य मान को मध्य अनेक एहा सुनी कहिले ए घृणाजनक कथा किए एहा सुनी पारे तो अनेक शिष्य माने तांकर कथा को सुनवा पाई पसंद कले नाही आ घृणा कले कि यीशु तांको शिष्य माने जे से विषय रे बचसा कोन ताहा अंतर अवगत सन कहिले एहा कोन तुमानकर विघ्नर कारण होईछि माने हेउ अछि तो यीशु जोड़ा कहले मो रक्त मांस भोजन न कले सेटा घृणा लागला तांको तो यीशु ख्रीष्ट कहउछन एई कथा कहबा द्वारा तमे मोठार विघ्न पाउछ कि तापर आमे देखो सेटा मो से दिन देखतिलु 62 आरोहण विषय रे 63 देखुछु से कहले मु जो सब वाक्य कहिछि सेटा कोन आत्मा और जीवन अटे तुम घृणा करूछ किंतु मोर वाक्य सब आत्मा और जीवन अटे 64 किंतु तुमन को मध्य केही केही विश्वास करू ना हो के जण विश्वास कर नथिले आ से भितरे देखुछु कारण जो क्यों माने विश्वास करथले एवं के तांको सत्वस्त्र समर्पण करबो ता यीशु आदिरु जानुथिले तो जहन 2000 भी देखिलु के विश्वास कले ता विश्वास कले नै एठी मते यीशु देखछन विश्वास से माने करू नांती तापरे आमाने देखो 66 रे सही समय ठार तांको शिष्य मान को मध्य अनेक विमुख होई बाहरी गले पुनी तांको संगरे आ गमनागमन कले नाही एटा भलो भाबरे मन रखिबो जे केते लोक आसीथिले आ से मान समस्त कोन हेगले माने फेरी गले आ से भितरु आमे देखो लेखा जाउची 67 पदरे सेतिरे यीशु द्वादश को पचारे तुमान मध्य कोन चल जवा के इच्छा करूछ सेते बेले सिमोन पीतर कहउछंती जे नाही नाही आपण पाखरे बाक्य अछि आमे जीवु नाही आपण होउछंती से पवित्र पुरुष आमे विश्वास करछु ओ जानि अछु 70 मु कोन तुम द्वादश को मन्नित कर नाही आ तुमान को मधुर जणे शैतान तो एठी पद गुड़ा कौन जानी पारछु आमे आसिले किछि लोक किछि काम कले तापरे अनेक लोक कोन फेरी गले अनेक लोक काम कले अनेक लोक शिक्षा सुनले शिक्षा काक पसंद हला नाही से माने चली गले तो प्रेरित गोटे साधारण पदवी नुहे नियुक्ति नुहे कार्य नुहे यीशु ख्रीष्ट सीधा सड़क लोक मान को दौरान जोटा कि से पसंद कर दौरान निजे निजे से माने हो नांती तेणु एबे कौन है आम प्रेरित को आसवा प्रेरित 1 अध्याय को प्रेरित 1 1
15 1:15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ସେତେବେଳେ ପ୍ରାୟ 120 ଜଣ ଏକତ୍ର ଥିଲେ। ତ କେତେ ଜଣ ଅଛନ୍ତି? ଏବେ 120 ଅଛନ୍ତି। ଭଲ କରି ମନେ ରଖିବ। ଯେତେବେଳେ ସେମାନେ ଯୀଶୁଙ୍କୁ ଯିବାର ଦେଖିଲେ, ସେ ଭିତରୁ 120 ଜଣ ଗୋଟେ ଜାଗାରେ ଜମା ହେଇଥିଲେ। ଗୋଟେ ଲେଖାଯାଉଛି ଉପର କୋଠରୀରେ ସେମାନେ ଥିଲେ। ଆଉ ସେଇଠି ଏବେ ପ୍ରେରିତ ବିଷୟରେ ଆଲୋଚନା ହେଉଛି। ମନୋନୀତ ପ୍ରେରିତ ଆମେ ଦେଖିଥିଲୁ କ'ଣ? 3 ପଦରେ 1:3ରେ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ଦେଖିଛି, ସେ ମନୋନୀତ ପ୍ରେରିତ। ଏବେ କ'ଣ ହେଲା? ଆମେ ଯେଉଁ ଦେଖୁଛୁ ଯେ 15ରୁ ଯଦି ଦେଖୁ, ସେଠି ପିତର କହୁଛନ୍ତି 16 ପଦରେ, ଭାଇମାନେ, ଇସ୍କାରିୟତ ଯୁଦା ଥିଲା ଆମର ସହିତ, ଆଉ ତାକୁ 17 ପଦରେ କୁହାଯାଏ ସେ ଗଣା ଯାଇଥିଲା ଆଉ ଅଂଶ ପ୍ରାପ୍ତ ହେଇଥିଲା, କିନ୍ତୁ ତାପରେ ସେ କ'ଣ ହେଲା? ଅଯୋଗ୍ୟ ହେଇଗଲା। ଆଉ 20 ପଦରେ ଆମେ ଦେଖୁଛୁ ତାର ବାସସ୍ଥାନ ଶୂନ୍ୟ, କେହି ବାସ ନ କରୁ, ତାର ଅଧ୍ୟକ୍ଷ ପଦ ଅନ୍ୟ ଜଣେ ପ୍ରାପ୍ତ ହଉ। ଏଇଟା ଲେଖା ହେଇଛି। ତ ସେମାନେ ବାକ୍ୟ ଅନୁସାରେ ସେଇଟା କଲେ, ବାକ୍ୟ ଅନୁସାରେ କଲେ। ଆଉ ଏବେ ଗୋଟେ ଯୋଗ୍ୟତା ରଖିଲେ, କିଏ ପ୍ରେରିତ ହେଇପାରିବ। ଏଇଠି ଭଲ ଭାବେ ଶୁଣ, କିଏ ପ୍ରେରିତ ହେଇପାରିବ। 21 ପଦ, ଅତଏବ ଯୋହନ ବାପ୍ତିସ୍ମ ଦେବା ସମୟ ଠାରୁ ଆରମ୍ଭ କରି ଆମମାନଙ୍କ ନିକଟରୁ ଉର୍ଦ୍ଧ୍ୱରେ ଗୃହୀତ ହେବା ଦିନ ପର୍ଯ୍ୟନ୍ତ ଯେତେ ସମୟ ପ୍ରଭୁ ଯୀଶୁ ଆମମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ, ଏଇଟା ଭଲ ଭାବେ ମନେ ରଖିବ। ଯେତେ ସମୟ ପ୍ରଭୁ ଯୀଶୁ 3.5 ବର୍ଷ ସେମାନଙ୍କ ସହିତ ଯେଉଁ ଗମନାଗମନ କଲେ, 22 ପଦରେ, ସେତେ ସମୟ ଯେଉଁ ଲୋକମାନେ ଆମମାନଙ୍କ ସଙ୍ଗୀ ହେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମମାନଙ୍କ ସହିତ ତାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ। ତ ଯେଉଁମାନେ ଏଠି 120 ଜଣ ଅଛନ୍ତି, ଏବେ 11 ଅଛନ୍ତି, ସେମାନେ ସାକ୍ଷୀ ଅଛନ୍ତି, ଅନ୍ୟମାନେ ବି ସାକ୍ଷୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 120 ଜଣ ଭିତରୁ ଏବେ ଜଣକୁ ବଛାଯିବ। ଯେହେତୁ ବାକ୍ୟ ଲେଖା ହେଇଛି, ଜଣଙ୍କର ପଦ ଚାଲିଯିବ, ଆଉ ଜଣେ ସେ ପଦ ପାଇବ। ତ ଏଇଠି ଆମମାନେ ଦେଖୁ ଗୋଟେ ହିଁ ସେମାନେ ଯୋଗ୍ୟତା ରଖିଲେ। ସେ କ'ଣ ହେବ? ପୁନରୁତ୍ଥାନର ସାକ୍ଷୀ ହେବ। ଆମେ ଯେଉଁଟା ଦେଖିଛୁ ପ୍ରେରିତ 1:8ରେ, ତୁମେ ପବିତ୍ର ଆତ୍ମା ଅବତୀର୍ଣ୍ଣ ହେଲେ ତୁମେ ଯିବ ଆଉ ମୋହର ସାକ୍ଷୀ ହେବ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ। ଏଇ ଯେଉଁ ସାକ୍ଷୀ, ମୋହର ସାକ୍ଷୀ ହେବ, 1:8ରେ ଲେଖା ହେଲା। ଆଉ ସେ ସାକ୍ଷୀ କି ସାକ୍ଷୀ? 22 ଲେଖା ହେଉଛି ପୁନରୁତ୍ଥାନର ସାକ୍ଷୀ ସେ ହେବ। ଏଇଟା ଭଲ ଭାବେ ବୁଝ। ପ୍ରେରିତ ସିଏ ଯେ କି 1:3 ଦେଖିଲୁ ଯୀଶୁଙ୍କୁ ସଜୀବ ଦେଖିଛି। 2ରେ ଆଉ ଜଣେ ପ୍ରେରିତ ହେବାକୁ ହେବ ଯେ କି ପୁନରୁତ୍ଥାନର ସାକ୍ଷୀ ହେବ। ଏଇଟା ହେଲା ପ୍ରେରିତର ମାନେ ମୂଳ ବିଷୟ। ଭଲ ଭାବେ ଚିନ୍ତା କର। ଆଚ୍ଛା, ମୁଁ ଏ ଏତିକି ପଦ କହିଲି, ଏଇଟା ଟିକେ ଭାରି ବି ହେଇଥିବ, କାହାକୁ ଶୁଣୁ ଶୁଣୁ ବୋର୍ ବି ଲାଗିଥିବ। ଯଦି କିଛି ହେଉଛି ମୋତେ କହିଲେ, ତାପରେ ମୁଁ ଆଗକୁ ବଢ଼ିବି। ଯେହେତୁ ଏଇଟା ମାନେ ବହୁତ ପଦ ମୁଁ କହିଲି, କାହାକୁ ଯଦି କିଛି କଷ୍ଟ ହେଇଛି, ମାନେ ଗୋଟେ ଧାରରେ ଯଦି ଯାଇପାରିଲ ନାହିଁ, ଗୋଟେ ସୂତାରେ ବାନ୍ଧି ପାରିଲ ନାହିଁ, ମାନେ ପ୍ରେରିତ କିନ୍ତୁ ଯୀଶୁ ସିଧାସଳଖ ସେ ନିଜେ ପସନ୍ଦ କରୁଛନ୍ତି, ଇଚ୍ଛା କରୁଛନ୍ତି, ବାଛୁଛନ୍ତି, ଆଉ ତାଙ୍କୁ ମନୋନୀତ କଲା ପରେ ତାଙ୍କୁ ପ୍ରେରିତ ନାମ ଦେଉଛନ୍ତି। ଆଉ କେତେ ଜଣ ଆସୁଛନ୍ତି, ସେମାନେ ହେଇପାରୁନାହାନ୍ତି। ତେଣୁ ଶେଷରେ 12 ଜଣ ପ୍ରେରିତ ହିଁ ରହିଲେ। ପ୍ରେରିତ 12, କିନ୍ତୁ ସେଠି 120 ଜଣ ଥିଲେ। ଏଇଟା ଭଲ ଭାବରେ ଚିନ୍ତା କରିବ। ଗୋଟେ ପ୍ରେରିତ ହେବା ପାଇଁ ବଡ଼ କ୍ୱାଲିଟି କ'ଣ? ବଡ଼ କ୍ୱାଲିଟି ହେଲା ସିଏ ପୁନରୁତ୍ଥିତ ଯୀଶୁଙ୍କୁ ଦେଖିଥିବ। ଏଇଟା ହେଲା ବଡ଼ କ୍ୱାଲିଟି। କି ପଚାରିବା ପାଇଁ ଇଚ୍ଛା କରୁଛ ଗୌରୀ? ତାହେଲେ ଏଇଠି ତ ଆମେ ଦେଖୁଛୁ 120 ଜଣ ଥିଲେ,
ହୁଁ ଆଉ 120 ଜଣ ନିଶ୍ଚୟ ଏମାନେ ତ ପୁନରୁତ୍ଥାନର ସାକ୍ଷୀ ହେଇଥିବେ ନା। ହୁଁ କିନ୍ତୁ ଏ ଭିତରୁ 120 ଜଣ ଭିତରୁ ଏମାନଙ୍କୁ 12 ଜଣ ଛାଡିଦେଲେ, ଆଉ ଯେହେତୁ 120 ଜଣ 108 ଜଣ ମଧ୍ୟରେ କେବଳ ସେମାନେ ଜଣକୁ ବାଛୁଛନ୍ତି ହୁଁ ପୁନରୁତ୍ଥାନର ସାକ୍ଷୀ ବୋଲି। ହୁଁ କିନ୍ତୁ ପାଉଲ ପରେ ନିଜକୁ କ୍ଲେମ କରୁଛନ୍ତି ଯେ ମୁଁ ଯେହେତୁ ପ୍ରେରିତ ବୋଲିକି। ହୁଁ ତ ଏମାନେ ଯେହେତୁ ଏମାନେ ବି ଅପେକ୍ଷାରେ ଅଛନ୍ତି ପବିତ୍ର ଆତ୍ମାଙ୍କର, ହୁଁ ଆଉ ନିଶ୍ଚୟ ଏମାନେ ବି ପବିତ୍ର ଆତ୍ମା ପ୍ରାପ୍ତ ହେଇଥିବେ। ସେ ଯେହେତୁ ଏମାନଙ୍କର ସମସ୍ତ ଘଟଣା ତ ଲେଖା ଯାଇନି, ହୁଁ ପ୍ରେରିତରେ ଆମେ କେବଳ ପିତରଙ୍କର ବିଷୟ ଅଧିକ ଗୁରୁତ୍ୱ ଦେଇଛୁ, ତାଙ୍କର ପ୍ରଚାର ଆଉ ତାଙ୍କ ଦ୍ଵାରା ଯେ ପ୍ରଚାର ବିଶ୍ୱାସ ଲୋକମାନେ ବିଶ୍ୱାସ କଲେ। ହୁଁ ହେଲେ ଏଇ ଯୋଉ କଣ୍ଡିସନ ଏଇଟା ଯୋଉ ଆମେ ଏବେ ଦେଖିଲୁ, 22-23 ଯୋଉ ପୁନରୁତ୍ଥାନର ସାକ୍ଷୀ ହେବେ, ଆଉ ଯୋଉମାନେ ପ୍ରଥମରୁ ସେମାନେ ଯୋଉ 3 ବର୍ଷ ଯାଏ ଥିଲେ ବା 3.5 ବର୍ଷ ଥିଲେ, ସେମାନଙ୍କୁ ଏ ଥିଲେ ବଞ୍ଚାଯିବ ବୋଲି ଯୋଉ କଣ୍ଡିସନ। ନାଇଁ ସେଟା ଥିଲେ, ସେ ଥିବା ଭିତରେ ଯେଉଁମାନେ ପୁନରୁତ୍ଥାନର ସାକ୍ଷୀ ହେବେ ସେମାନଙ୍କ ହେବେ। ତ ସେ 2 ଜଣଙ୍କ ନାଁ ଉଠିଲା ଯେଉଁମାନେ ସାକ୍ଷୀ ହେବେ। ଯୀଶୁଖ୍ରୀଷ୍ଟ ଉଠିଛନ୍ତି, ସେମାନେ ସାକ୍ଷୀ ହେବେ। ସେ ସମସ୍ତେ ଦେଖିଛନ୍ତି କିନ୍ତୁ ସାକ୍ଷୀ ହେବେ 2 ଜଣ। ତ ସେ 2 ଜଣ ଭିତରେ ଜଣେ, ତ ସମସ୍ତେ ବି ଆମେ ତ ଦେଖୁ 500 ଲୋକ ଏକାବେଳେ, ମାନେ 500 ଲୋକ ବି ଦେଖିଛନ୍ତି, ଲେଖା ହେଇଛି ବାଇବଲରେ। ପ୍ରଥମ Corinthians 15 ଅଧ୍ୟାୟରେ ଯୀଶୁଙ୍କର ମାନେ ଏଇଟା ଦେଖିଛନ୍ତି, ମାନେ 500 ଲୋକ ବି ଦେଖିଛନ୍ତି। କିନ୍ତୁ ପ୍ରେରିତ ହେବା ପାଇଁ ପ୍ରଥମ କ୍ୱାଲିଟି କ'ଣ? ଯେ ସେ ପୁନରୁତ୍ଥିତ ଯୀଶୁଙ୍କୁ ଦେଖିଥିବ। ଓକେ, ଏବେ ସେଇଟା ବୁଝିବା ପାଇଁ ଆମମାନେ ଯିବା। ଏବେ କେତେଟା ବିଷୟ ଆମେ ଦେଖିବା। 2 ଅଧ୍ୟାୟ 32 ପଦ, ଲୁକ ପ୍ରେରିତ 2 ଅଧ୍ୟାୟ 32 ପଦ, ସେଠି ଲେଖାଯାଉଛି, ଏହି ଯୀଶୁଙ୍କୁ ଈଶ୍ୱର ଉଠାଇଛନ୍ତି ସେ ବିଷୟରେ ଆମମାନେ ସମସ୍ତେ ସାକ୍ଷୀ। ଏଇଟା ହେଲା, ମାନେ ସେ କହିଲେ ଯୀଶୁ ଉଠିଛନ୍ତି, ଆମେ କ'ଣ ସମସ୍ତେ ସାକ୍ଷୀ। ତ ଆମେ ଯେଉଁ ସାକ୍ଷ୍ୟ ଦଉ, ଆମର ମୂଳ ବିଷୟ କ'ଣ? ଯୀଶୁ ମରିଛନ୍ତି, ସମାଧି ହେଇଛନ୍ତି ଆଉ ଉଠିଛନ୍ତି, ଏଇଟା ହିଁ ସାକ୍ଷ୍ୟ। ଏଇଟା ଆମମାନେ ମଧ୍ୟ ଜାଣିବାକୁ ହେବ। ଆମେ ସେଇ ପ୍ରେରିତ ନଉ, କିନ୍ତୁ ପ୍ରେରିତ ମାନେ ଯେଉଁ କାମ କଲେ ସେଇ କାମ ଆମେ କରୁଛୁ। ଯୀଶୁ ଯେଉଁ କାମ ପ୍ରେରିତ ମାନଙ୍କୁ ଦେଲେ ସେମାନେ କଲେ, କିନ୍ତୁ ପ୍ରେରିତ ମାନେ ମଧ୍ୟ ଯୀଶୁଙ୍କର ମୃତ୍ୟୁ ମାନେ ସମାଧି ଆଉ ପୁନରୁତ୍ଥାନ ବିଶ୍ୱାସ କରୁନଥିଲେ, ପରେ ସେମାନେ କଲେ। ଆଗେ କରୁନଥିଲେ, ଏଇଟା ମନେ ରଖିଥିବ। ଆଗେ କରୁନଥିଲେ ସେମାନେ, ସେଟା ତାଙ୍କ ପାଇଁ ବହୁତ କଷ୍ଟ ହଉଥିଲା। ଯୀଶୁ ମରିଯିବେ, ସେମାନେ ଗ୍ରହଣ କରିପାରୁନଥିଲେ। ସମାଧି ହେବେ, ଗ୍ରହଣ କରିପାର। ଯୀଶୁ ଜୀବିତ ହେବେ, ସେଇଟା ବି ସେମାନେ ମାନେ ତାଙ୍କର କଳ୍ପନାରେ ସୁଦ୍ଧା ଭାବୁନଥିଲେ ସେମାନେ। ସେଟା ଅନେକ ପଦ ଅଛି, ଆମେ ମାଥ୍ୟୁ 16 ଅଧ୍ୟାୟରେ ସେଟା ସ୍ପଷ୍ଟ ଭାବରେ ସେଠି ଲେଖା ହେଇଛି ଯେ ଯୀଶୁକୁ ପିତର କହୁଛି ଏଇଟା ଆପଣଙ୍କ ପ୍ରତି ନ ଘଟୁ। ତ ତାକୁ ଦୂର ହୋ ଶୈତାନ ସେଠି କହିଥିଲେ। ତେଣୁ ଆମେ ଭଲ ଭାବରେ ଚିନ୍ତା କରିବାକୁ ହେବ ଯେ ପ୍ରେରିତ ସିଏ ଯେ କି ପୁନରୁତ୍ଥିତ ଯୀଶୁଙ୍କୁ ଦେଖିଛି ଆଉ ସାକ୍ଷୀ ହେବ। ସାକ୍ଷୀ ମାନେ କ'ଣ? ସାକ୍ଷୀ ମାନେ ଦେଖିଛି, ଶୁଣିଛି ଆଉ କହୁଛି, ସେ ହେଲା ସାକ୍ଷୀ। ନ ଦେଖିବା ଲୋକ ସାକ୍ଷୀ ହେଇପାରିବେ ନାହିଁ। ଏଇଟା ହେଲା ପ୍ରଥମ ବିଷୟ। 2 ଅଧ୍ୟାୟ ତାର 32ରେ ଆମେ ସେଇଟା ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ପୁନରୁତ୍ଥିତ ହେଇଛନ୍ତି। ସେଇଟା ସେମାନେ କ'ଣ କଲେ? ହ୍ୟାଲୋ, ସେମାନେ କ'ଣ କଲେ? ଦେଖିଲେ। ଏବେ ଆମମାନେ ଟିକେ ଆହୁରି ଆଗକୁ ବଢ଼ିବା। ଆଗକୁ ବଢ଼ିଲେ ଆମମାନେ ଆହୁରି ଜାଣିପାରିବା। ସମସ୍ତେ ଆମମାନେ 4 ଅଧ୍ୟାୟକୁ ଆସିବା। ସମସ୍ତେ 4 ଅଧ୍ୟାୟକୁ ଆସିବା। 4 ଅଧ୍ୟାୟ ଦେଖନ୍ତୁ। ତେତିଶ ପଦ
4:33 ପ୍ରେରିତ ମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ। ତ ସେମାନେ କ'ଣ କଲେ? ଯୀଶୁଖ୍ରୀଷ୍ଟ ଉଠିଛନ୍ତି। ଏଇଟା ଗୋଟେ ଚମତ୍କାର, ଆଶ୍ଚର୍ଯ୍ୟ, ଅଦ୍ଭୁତ ବିଷୟ, ଯୋଉଟାକି ଜଗତ କେବେ ଜାଣିନଥିଲା। ଏପର୍ଯ୍ୟନ୍ତ ଜଗତ ଜାଣିପାରୁନାହିଁ। ଏଇଟା ଗୋଟେ ଅଦ୍ଭୁତ ବିଷୟ ଥିଲା ଯେ ମୃତ୍ୟୁକୁ ଜୟ କରି ଯୀଶୁଖ୍ରୀଷ୍ଟ ଉଠିଲେ। ଏଇଟା କୌଣସି ମହାପୁରୁଷ କାହାର ଦ୍ୱାରା ଏଇଟା ଘଟି ନାହିଁ, ଏବେ ଘଟୁନାହିଁ, ଆଗେ ବି ଘଟି ନଥିଲା, କୌଣସି ଶାସ୍ତ୍ର ବି କହୁନାହିଁ। ଓକେ, ଯୀଶୁ କ୍ରୁଶାର୍ପିତ ହେଲେ, ସମାଧିସ୍ଥ ହେଲେ, ଆଉ ଉଠିଲେ। ଏଇ ଯୋଉ ଘଟଣା ମାନେ ଦେଖୁଛୁ, ଆମେ 5:32 ଦେଖିବା। 5:32 ତାଠୁ ଭଲ ହବ ଆମେ 30ରୁ ପଢିବା। ଯେଉଁ ଯୀଶୁକୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମମାନଙ୍କ ପିତୃପୁରୁଷଙ୍କ ଈଶ୍ୱର ତାହାଙ୍କୁ ଉଠାଇ ଅଛନ୍ତି। ପୁଣି ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ତାଙ୍କୁ ଅଧିପତି ଓ ତ୍ରାଣକର୍ତ୍ତା ରୂପେ ଉନ୍ନତ କରିଅଛନ୍ତି। ପୁଣି ଆମମାନେ ଏହି ସମସ୍ତ ବିଷୟର ସାକ୍ଷୀ। ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ୱର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ। ତ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ସାକ୍ଷୀ ଯେମିତି ପ୍ରେରିତମାନେ ହେଉଛନ୍ତି, ଠିକ୍ ସେମିତି ପବିତ୍ର ଆତ୍ମା ମଧ୍ୟ ସେଇ ସାକ୍ଷ୍ୟ ଦିଅନ୍ତି, ଯୋଉଟାକି ଆମେ ରୋମିଓ 1:4 ବି ଦେଖୁ। ପବିତ୍ର ଆତ୍ମା ସେ ବି ସାକ୍ଷ୍ୟ ଦିଅନ୍ତି, ପବିତ୍ର ଆତ୍ମା ବି ପ୍ରମାଣ କରନ୍ତି। ପବିତ୍ର ଆତ୍ମା ତାଙ୍କୁ ଉଠାଇଲେ, ଈଶ୍ୱର ତାଙ୍କୁ ଉଠାଇଲେ, ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଲେ। ଏଇଟା ଆମମାନେ ଭଲ ଭାବରେ ଜାଣିବାକୁ ହେବ। ତାପରେ ଆମମାନେ ଦେଖିବା 10 ଅଧ୍ୟାୟ, এইটা ଟିକେ ଭଲ ଭାବେ ଦେଖିବା। 10 ଅଧ୍ୟାୟକୁ, ଲୁକ 10 ଅଧ୍ୟାୟ, ସମସ୍ତେ ମୋ ସହିତ ଖୋଲ। 10 ଅଧ୍ୟାୟ 39ରୁ ଆମେ ଦେଖିବା। ସମସ୍ତେ ଦେଖ, ମୁଁ ଧୀରେ ଧୀରେ ପଢୁଛି, ସମସ୍ତେ ଦେଖ। 39ରୁ ଦେଖିବା। ପୁଣି ସେ ଯିହୁଦୀମାନଙ୍କ ଦେଶ ଓ ଜେରୁସାଲେମରେ ଯାହା ଯାହା ସାଧନ କଲେ, କିଏ? ଯୀଶୁଖ୍ରୀଷ୍ଟ। ଆମମାନେ ସେଇ ସମସ୍ତର ସାକ୍ଷୀ। ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ, ତାହାଙ୍କୁ ଈଶ୍ୱର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ। ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ। ଏଇଟା ଅଣ୍ଡରଲାଇନ୍ କରିବ। ମାନେ ସମସ୍ତଙ୍କୁ ସେ ଦେଖାଦେଲେ ନାହିଁ। ସମସ୍ତେ ଯୀଶୁକୁ ସିଧାସଳଖ ଦେଖି ନାହାନ୍ତି। ଏଇଟା ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବ ନିରୂପିତ ସାକ୍ଷୀ ଯେ ଆମ୍ଭେମାନେ ଆମମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ପୂର୍ବରୁ ଏଇ 12 ଆଉ ଅନ୍ୟମାନେ ଯେଉଁମାନେ ସାକ୍ଷୀ ହେଉଛନ୍ତି, ସେମାନେ ହିଁ କେବଳ ଦେଖିଲେ। ଏଇଟା ମନେ ରଖିବ। ପୂର୍ବ ନିରୂପିତ ସମସ୍ତେ ଦେଖିଲେନି। ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ସମୟରେ ବହୁତ ବଡ଼ ଭିଡ଼ ଥିଲା। ଯୀଶୁଙ୍କର କ୍ରୁଶକୁ, ତାଙ୍କର ମୃତ୍ୟୁକୁ ବହୁତ ଲୋକ ଦେଖିଲେ, କିନ୍ତୁ ତାଙ୍କର ପୁନରୁତ୍ଥାନକୁ ସମସ୍ତେ ଦେଖି ନାହାନ୍ତି। ଆଉ ଯୀଶୁଖ୍ରୀଷ୍ଟ ସେଇଟା ବି କହିଛନ୍ତି, ଆମେ ସେଇଟା ଦେଖିବା, ପରେ ଦେଖିବା। ଏଇଟା ଦେଖ ଯେ ପୂର୍ବରୁ ନିରୂପିତ ଲୋକମାନେ ହିଁ ତାଙ୍କୁ ଦେଖିଲେ, ସମସ୍ତେ ଦେଖି ନାହାନ୍ତି। ଏଇଟା ସେ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କଲା ଉତ୍ତାରେ ଆମମାନେ ତାଙ୍କ ସହିତ ଭୋଜନ ପାନ କଲୁ। এইটা ଭଲ ଭାବେ ମନେ ରଖିବ। ଯୀଶୁଖ୍ରୀଷ୍ଟ, ଏଇଟା ମନେ ରଖ, ଭଲ ଭାବେ ଶୁଣ। ଯୀଶୁଖ୍ରୀଷ୍ଟ ପୁନରୁତ୍ଥିତ ହେଲେ ତାର ପ୍ରମାଣ କ'ଣ? ଆମେ ତାଙ୍କ ସହିତ ଭୋଜନ ପାନ କଲୁ। ସେ ଭୂତ ନଥିଲେ, ଆମେ ତାଙ୍କ ସହିତ ଭୋଜନ ପାନ କଲୁ। ତାଙ୍କୁ ଆମେ ଛୁଇଁଲୁ, ତାଙ୍କ ସହିତ ଆମେ ଭୋଜନ ପାନ କଲୁ, ସେ ଆମ ସହିତ ଖାଇଲେ। ଭଲ ଭାବେ ଚିନ୍ତା କର। এইটা ହେଲା ପ୍ରମାଣ। ଯୀଶୁଖ୍ରୀଷ୍ଟ କ'ଣ ହେଲେ? ତାଙ୍କ ସହିତ ଭୋଜନ ପାନ କଲେ। এইটা ଗୋଟେ ବଡ଼ ପ୍ରମାଣ। ଏଇଟା ମନେ ରଖିଥିବ। ପିତର କହୁଛନ୍ତି, ଯେ ଯୀଶୁ ମୃତ୍ୟୁରୁ ଜୟ କଲେ, ଆମେ ମାନେ ଆଖି ଝନ୍ଦଳା ହେଇକରି ଦେଖିନୁ, କିନ୍ତୁ ସେ ଆମ ସହିତ ଭୋଜନରେ ବସିଲେ, ଆମେ ତାଙ୍କ ସହିତ ଖାଇଲୁ। এইটা ହେଲା ଗୋଟେ ବଡ଼ ପ୍ରମାଣ। ତାପରେ 42 ପଦରେ, ଆଉ ଲୋକମାନେ ନିକଟରେ ପ୍ରଚାର କରିବାକୁ, ପୁଣି ମୃତ ଓ ଜୀବିତ ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମମାନଙ୍କୁ ଆଜ୍ଞା ଦେଲେ। ତ ଏଇଟା ଆହୁରି କଲେ। ଖାଲି ଯେ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଲେ ତାହା ନୁହେଁ। ସେ କିଏ? ସେ ବିଚାରକର୍ତ୍ତା।
कार विचार करेंगे मृत जीवित मानकर विचार करेंगे आ ये विषय साक्ष्य देवा निमंते से मनित कराई तो यहाँ गोटे बड़ विषय एवं आम मैंने आउ गोटे अध्याय को जीवा 13 अध्याय प्रेरित 13 अध्याय 29 रु पढ़वा 13 अध्याय 29 पुणी तांको विषय जहाँ सब लेखा अच्छी से समस्त से माने पूर्ण कला उतारे तांको क्रूसरे ओलायणी समाधि रखिदेले किंतु ईश्वर तांको मृत मानक मध्यरु उठाइले एटा भला भाव देख एटा चिंता करो। हाँ जीशु ख्रीस्ट मृत्यु भोग कले